ଗାଧୋଇବା ପାଣିରେ ଗୋଟିଏ ଗୁପ୍ତ କାମଟିଏ ଅବଶ୍ୟ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟରେ ମାଲାମାଲ ବନିଯିବେ। ତେବେ କ'ଣ ସେହି ଗୁପ୍ତ କାମ ଆସନ୍ତୁ ଜାଣିବା। କିନ୍ତୁ ଜାଣିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ, ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିଦିଅନ୍ତୁ। ନମ୍ବର 1, ସପ୍ତାହକ ଭିତରୁ 2 ଦିନ, ଖାସ୍ କରି ମଙ୍ଗଳବାର ଓ ଶନିବାର ଦିନ ଯେତେବେଳେ ଆପଣ ଗାଧୋଉଛନ୍ତି ତ ସେହି ଗାଧୁଆ ପାଣିରେ ଅଳ୍ପ ଲୁଣ ଜରୁର ପକାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ବହୁତ ଲାଭ ହୋଇଥାଏ। ଆପଣଙ୍କ ଘରୁ ଏବଂ ଆପଣଙ୍କ ଶରୀରରୁ ନକାରାତ୍ମକ ଊର୍ଜା ଦୂର ହୋଇଯାଇଥାଏ। ନମ୍ବର 2, ଗାଧୋଇବା ପାଣିରେ ସୋମବାର ଦିନ ଅଳ୍ପ କଞ୍ଚା କ୍ଷୀର ପକାଇ ସେହି ପାଣିରେ ଗାଧୋଇବା ଦ୍ୱାରା ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ସବୁଆଡ଼ୁ ଆପଣଙ୍କୁ ଲାଭ ମିଳିଥାଏ। ନମ୍ବର 3, ବୁଧବାର ଦିନ ପାଣିରେ ଅଳ୍ପ କର୍ପୂର ଖଣ୍ଡ ମିଶାଇ ସେହି ପାଣିରେ ଗାଧୋଇବା ଦ୍ୱାରା ବୁଦ୍ଧି ନିର୍ଣ୍ଣୟ ଓ କ୍ଷମତା ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ। ଏହା ସହିତ ଆପଣଙ୍କର ବୁଧ ଗ୍ରହ ମଧ୍ୟ ମଜବୁତ ହୋଇଥାଏ। ନମ୍ବର 4, ଗୁରୁବାର ଦିନ ପାଣିରେ ହଳଦୀ ପକାଇ ସେହି ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କର କୁଣ୍ଡଳୀରେ ଗୁରୁ ଗ୍ରହ ମଜବୁତ ହୋଇଥାଏ, ଭାଗ୍ୟ ବଦଳିଥାଏ ଏବଂ ଧନ ଐଶ୍ୱର୍ଯ୍ୟର ବୃଦ୍ଧି ହେବାକୁ ଲାଗିଥାଏ। ନମ୍ବର 5, ଶୁକ୍ରବାର ଦିନ ପାଣିରେ ଗୋଲାପ ଜଳ ମିଶାନ୍ତୁ ଆଉ ସେହି ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ହାଲକା ଓ ତାଜା ମେହସୁସ ଲାଗିଥାଏ। ଏହାଦ୍ୱାରା ଜୀବନରେ ଐଶ୍ୱର୍ଯ୍ୟ, ସୁଖ, ସମୃଦ୍ଧି, ଧନ ସମ୍ପତ୍ତି ବଢ଼ିଥାଏ।